ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କାହିଁକି ଏତେ ଗୁରୁତ୍ୱ ଦେଉଛି ବିଜେପି ସରକାର? ଆଜିର ଭିଡିଓରେ ଆଲୋଚନା କରିବା ବିଜେପିର ଗୁରୁତ୍ୱ ଦେବାର 8ଟି ପ୍ରମୁଖ କାରଣ ବିଷୟରେ। ଦର୍ଶକ ବନ୍ଧୁ, ଆପଣମାନେ ଦେଖିଥିବେ ଓଡ଼ିଶାରେ ବିଜେପି ତାଙ୍କର ପ୍ରଥମ ସରକାର ଗଠନ କରିବାରେ ସଫଳ ହୋଇଛନ୍ତି। ତା ସହିତ ଆପଣମାନେ ଦେଖିଥିବେ ଶପଥ ଗ୍ରହଣ ଉତ୍ସବରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତି। ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରାଯାଇଥିଲା ଓଡ଼ିଶାର ବିଜେପି ନେତାମାନଙ୍କ ତରଫରୁ। ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରିବାକୁ ନିଜେ ଯାଇଥିଲେ। ନବୀନ ମଧ୍ୟ ନିମନ୍ତ୍ରଣ ରକ୍ଷା କରି ଆସିଥିଲେ। ସମସ୍ତ ନବନିର୍ବାଚିତ ମନ୍ତ୍ରୀମାନେ ଶପଥ ଗ୍ରହଣ କରିବା ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଠାରୁ ଆଶୀର୍ବାଦ ଭିକ୍ଷା କରିଥିଲେ। ନବୀନ ପଟ୍ଟନାୟକଙ୍କୁ ବିଜେପି ସରକାର ଏତେ ଗୁରୁତ୍ୱ ଦେବାର କାରଣ କ'ଣ? ଆସନ୍ତୁ ଆଲୋଚନା କରିବା। ଦର୍ଶକ ବନ୍ଧୁ, ଆପଣମାନେ ଦେଖିଥିବେ ନବୀନ ବି ବେଶ ଫିଟ୍ ରହିଛନ୍ତି। ପୂର୍ବରୁ ଯେମିତି ଶେଷ ମଞ୍ଚ ଉପରକୁ ଉଠି ପାରୁନଥିବା ଦେଖିବାକୁ ମିଳୁଥିଲା, ତାହା ଏଥର ବିଲକୁଲ ହୋଇନାହିଁ। ନବୀନ ନିଜେ ଚାଲି ଚାଲି ମଞ୍ଚକୁ ଉଠିଛନ୍ତି। ବିନା କାହାର ସାହାଯ୍ୟରେ ସେ ନିଜର ପତିଆରା ଦେଖାଇଛନ୍ତି। ପ୍ରଶ୍ନ ଉଠୁଛି, ନବୀନଙ୍କୁ କାହିଁକି ଏତେ ଗୁରୁତ୍ୱ ଦେଉଛି ବିଜେପି? ଆସନ୍ତୁ ନଜର ପକାଇବା ପ୍ରମୁଖ 8ଟି କାରଣ ବିଷୟରେ। ଭିଡିଓଟିକୁ ଲାଇକ୍ କରିଦିଅନ୍ତୁ ଏବଂ ଯେଉଁମାନେ ଚ୍ୟାନେଲଟିକୁ ସବସ୍କ୍ରାଇବ କରିନାହାନ୍ତି, ଆମ ଚ୍ୟାନେଲ ଓଡ଼ିଶା ଫୋକସ ପଏଣ୍ଟକୁ ସବସ୍କ୍ରାଇବ କରିଦିଅନ୍ତୁ। ପ୍ରଥମ କାରଣ, ନବୀନ ପଟ୍ଟନାୟକ ଲଗାତାର 5 ଥର ମୁଖ୍ୟମନ୍ତ୍ରୀ ରହିଛନ୍ତି। ରାଜ୍ୟରେ କୌଣସି ବ୍ୟକ୍ତି ଏତେ ଲମ୍ବା ସମୟ କାର୍ଯ୍ୟ କରିନାହାନ୍ତି। ବିଜେଡି ତାଙ୍କୁ ପୂର୍ବରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ବୋଲି ପ୍ରଚାର କରୁଥିଲା। ଏବେ ବି ବିଜେଡିର ସେହି ଧାରା ବଜାୟ ରହିଛି। ନବୀନଙ୍କୁ ସମ୍ମାନ ଦେଇ ତାଙ୍କୁ ଓ ଦଳକୁ ଚୁପ୍ କରିବାକୁ ଚାହୁଁଥାଇପାରେ ବିଜେପି। ଏଥିପାଇଁ ପରମ୍ପରାକୁ ବାଧା ଦେଇ ବରିଷ୍ଠଙ୍କୁ ସମ୍ମାନ ଏକ ବାହାନା ହୋଇପାରେ। ଆସନ୍ତୁ ଏବେ ଦେଖିବା ଦ୍ୱିତୀୟ କାରଣ। ଲମ୍ବା ସମୟ ଧରି ବିଜେଡି ବିଜେପିର ସହଯୋଗୀ ରହି ଆସିଛି। 1997ରେ ବିଜେଡି ଗଢ଼ା ହେବା ଦିନଠାରୁ ବିଜେପିର ହାତ ଧରି ଚାଲିଥିଲା। ମଝିରେ ଅଲଗା ନିର୍ବାଚନ ଲଢ଼ିଥିଲେ ବି ଉଭୟ ଲୋକସଭା ଓ ରାଜ୍ୟସଭାରେ ବିଜେପିକୁ ସମର୍ଥନ କରିଛି ବିଜେଡି। କିନ୍ତୁ 2024 ପରାଜୟ ପରେ ବିଜେଡି କଂଗ୍ରେସ ସହ ହାତ ମିଳାଇପାରେ ବୋଲି ଆଶଙ୍କା କରାଯାଉଛି। ଏପରିକି କିଛି ରଣନୀତିକାର ଦିଲ୍ଲୀରେ ସୋନିଆ ଗାନ୍ଧୀଙ୍କ ସହ କଥା ହେବା ଲାଗି ବାଟ କାଢୁଥିବା ବି ଚର୍ଚ୍ଚା ହେଉଛି। ଯଦି କଂଗ୍ରେସ ସହ ନବୀନ ମେଣ୍ଟ କରନ୍ତି, ତେବେ ପୁଣି ଥରେ ବିଜେଡି ଫେରିବା ଅସମ୍ଭବ ନୁହେଁ। କେନ୍ଦ୍ରରେ ବିଜେପିକୁ ବି ଦ୍ୱନ୍ଦ୍ୱରେ ପକାଇପାରେ। ସେଥିପାଇଁ ନବୀନଙ୍କୁ ଗୁରୁତ୍ୱ ଦେଉଛି ବିଜେପି। ଆସନ୍ତୁ ଜାଣିବା ତୃତୀୟ କାରଣ। ରାଜ୍ୟସଭାରେ ବିଜେଡିର 9 ଜଣ ସାଂସଦ ରହିଛନ୍ତି। ଆଉ ଜଣେ ବିଜେଡି ସମର୍ଥିତ ବିଜେପି ସାଂସଦ ଯିଏ ଏବେ ମନ୍ତ୍ରୀ ହୋଇଛନ୍ତି। ଅନେକ ସମୟରେ କୌଣସି ଜଟିଳ ବିଧେୟକ ପାରିତ କରିବା ଲାଗି ଏହି 9 ସାଂସଦ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବେ। କଂଗ୍ରେସ ସହ ନ ଯାଇ ଯେମିତି ଏନଡିଏ ସହ ରହିବେ, ସେଥିରେ ବିଜେପି ଉଦ୍ୟମ କରୁଛି। ଏହା ଥିଲା ତୃତୀୟ କାରଣ। ଆସନ୍ତୁ ନଜର ପକାଇବା ଚତୁର୍ଥ କାରଣ ଉପରେ। ଏବେ ଲୋକସଭାରେ ବିଜେଡିର କୌଣସି ଉପସ୍ଥିତି ନାହିଁ, କିନ୍ତୁ ଅନ୍ୟ ନେତାଙ୍କ ସହ ନବୀନଙ୍କର ଉତ୍ତମ ସମ୍ପର୍କ ଓ ବ୍ୟକ୍ତିତ୍ୱର ପରିଚୟ ରହିଛି। ଏହି ସମ୍ପର୍କକୁ ବ୍ୟବହାର କରି ଅନ୍ୟ ସମଭାବାପନ୍ନ ନେତାଙ୍କ ସହ ନିବିଡ଼ତାକୁ ବଢ଼ାଇପାରେ ଦଳ। ଆସନ୍ତୁ ଜାଣିବା ଏବେ ପଞ୍ଚମ କାରଣ। ନିର୍ବାଚନ ପୂର୍ବରୁ ବିଜେପି ବିଜେଡି ସହ ମେଣ୍ଟ କରିବା ନେଇ ଶୀର୍ଷ ସ୍ତରରେ ଆଲୋଚନା ଚାଲିଥିଲା। ହେଲେ ରାଜ୍ୟ ସ୍ତରରେ ନେତାମାନେ ଏହାର ବିରୋଧ କରିବାରୁ ମେଣ୍ଟ ରୋକାଯାଇ ବିଜେପି ଏକାକୀ ଲଢ଼ି ସଫଳତା ପାଇଛି। ହୁଏତ ପୂର୍ବ ଚର୍ଚ୍ଚା ଅନୁସାରେ ନିର୍ବାଚନ ପରେ ଦୁଇ ଦଳ ଏକାଠି କାମ କରିବାକୁ ନିଷ୍ପତ୍ତି ନେଇଥାଇପାରନ୍ତି। ଏହା ଥିଲା ପଞ୍ଚମ କାରଣ। 6 ନମ୍ବର କାରଣ ହେଲା, ଏପରିକି ନିର୍ବାଚନ ପ୍ରଚାର ସମୟରେ ବିଜେପି ଓଡ଼ିଆ ଅସ୍ମିତାକୁ ପ୍ରସଙ୍ଗ କରିଥିଲେ ବି ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କୁ ପ୍ରତ୍ୟକ୍ଷ ଆକ୍ରମଣ କରିନଥିଲା। ଦୁଇ ଦଳ ପରସ୍ପରର ନେତାଙ୍କୁ ରାଷ୍ଟ୍ର ନେତା ବୋଲି ଅଭିହିତ କରିଥିଲେ। ଏପରିକି ରାଷ୍ଟ୍ରୀୟ ଟିଭି ଚ୍ୟାନେଲରେ ବିଜେଡିର ନେତା ବୃହତ୍ତର ସ୍ୱାର୍ଥ ଲାଗି ଦୁଇ ନେତା ଏକାଠି ହେଉଛନ୍ତି ବୋଲି କହିଥିଲେ। ଏହା ଅଘୋଷିତ ବୁଝାମଣାକୁ ସ୍ପଷ୍ଟ କରୁଥିଲା।
ଏହି ଅଘୋଷିତ ବୁଝାମଣା ଦ୍ୱାରା ରାଜ୍ୟ ବିଜେପି ନେତାମାନେ ଚାପରେ ଥିବା ନେଇ ଚର୍ଚ୍ଚା ହେଉଛି। ଏବେ ଆସନ୍ତୁ ଜାଣିବା ସପ୍ତମ କାରଣ। ଶୀର୍ଷ ନେତୃତ୍ୱଙ୍କ ଅଭାବ। ଏକ ନେତାଙ୍କ ଦ୍ୱାରା ଚାଲୁଥିବା ବିଜୁ ଜନତା ଦଳର ଭବିଷ୍ୟତ ଅନିଶ୍ଚିତତା ଭିତରେ ଥିବାରୁ ନବୀନଙ୍କୁ ଦେଶର ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ପଦବୀରେ ଥଇଥାନ କରି ଦଳକୁ ହାଇଜାକ୍ କରିପାରେ ବିଜେପି। ଶପଥ ଗ୍ରହଣ ସମାବେଶରେ ପରାଜିତ ମୁଖ୍ୟମନ୍ତ୍ରୀଙ୍କୁ ମଞ୍ଚ ଉପରେ ସ୍ଥାନିତ କରି ଏହା ସୂଚିତ କରୁଥାଇପାରେ ବିଜେପି। ଆସନ୍ତୁ ଏବେ ଜାଣିବା ଶେଷ କାରଣ। ବିଜେପିର ଲମ୍ବା ସମୟ ଶାସନ କରିବାର ଲକ୍ଷ୍ୟ ପଥରେ ଏହା ଏକ ରଣନୀତି ହୋଇପାରେ। ଅର୍ଥାତ୍ ବିଜେପି ଜାଣିଛି ଯେ ଓଡ଼ିଶାରେ କ୍ଷମତା କୌଣସି ସଂଗଠନ ନୁହେଁ ବରଂ ପାଣ୍ଡିଆନ ବିରୋଧୀ ହାୱା ଦ୍ୱାରା ପରିଚାଳିତ ହୋଇଥିଲା। ଏଣୁ ନବୀନଙ୍କୁ ପାଖରେ ରଖି ଆଗକୁ ନିର୍ବାଚନ ଜିତିବାକୁ ଚାହୁଁଥାଇପାରେ ବିଜେପି। ଦର୍ଶକ ବନ୍ଧୁ, ଏହି ଥିଲା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିଜେପି ଗୁରୁତ୍ୱ ଦେବାର କାରଣ। ଯଦି ଭିଡ଼ିଓଟି ଭଲ ଲାଗିଲା ନିଶ୍ଚିତ ଭାବରେ ଲାଇକ୍ କରନ୍ତୁ, କମେଣ୍ଟ କରନ୍ତୁ ଏବଂ ଏହି ଭିଡ଼ିଓ କେମିତି ଲାଗିଲା କମେଣ୍ଟ କରିବା ସହିତ ପରବର୍ତ୍ତୀ ଆପଣ କେଉଁ ପ୍ରକାର ଭିଡ଼ିଓ ଦେଖିବାକୁ ଚାହୁଁଛନ୍ତି ନିଶ୍ଚିତ ଭାବରେ କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ଯଦି ଆମ ଚ୍ୟାନେଲଟିକୁ ସବସ୍କ୍ରାଇବ କରିନାହାନ୍ତି ଆମ ଚ୍ୟାନେଲ ଓଡ଼ିଶା ଫୋକସ୍ ପଏଣ୍ଟକୁ ସବସ୍କ୍ରାଇବ କରିଦିଅନ୍ତୁ।